ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ସମୀର ଦାସ। ଚଳିତ ନିର୍ବାଚନରେ ଟିକେଟ୍ ପାଇନଥିବାରୁ ଅସନ୍ତୁଷ୍ଟ ଥିଲେ। ଏଥର ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାସ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। 2009, 2014 ଓ 2019ରେ ବିଜେଡିରୁ ବିଧାୟକ ହୋଇଥିଲେ। ଭିଡିଓ ବାର୍ତ୍ତାରେ ଇସ୍ତଫାର କାରଣ କହିଲେ ସମୀର ଦାସ। ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି। ଗୋପ ବିଜେଡି ସଂଗଠନ ଉପରେ ବି ଆସ୍ଥା ହରାଇଛନ୍ତି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ। ସମୀର 2006 ମସିହାରୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରି ଆସୁଛି। ଆଜିର ଦିନରେ ରାଜ୍ୟ ବିଜୁ ଜନତା ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି। ନିମାପଡ଼ା ଗୋପ ବିଜୁ ଜନତା ଦଳର ସଂଗଠନ ଉପରେ ଆସ୍ଥା ହରାଇଛନ୍ତି। ନେତା ଯେହେତୁ ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଖରେ ସମୀଚୀନ ହେଉନାହିଁ। ସୁତରାଂ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ଦେଉଅଛି। ମୋ ଇସ୍ତଫା ପତ୍ର ମାନ୍ୟବର ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପାଖକୁ ପ୍ରେରଣ କରିଛି। ବ୍ୟୁରୋ ରିପୋର୍ଟ, ନାଉ ଓଡ଼ିଶା। लेटेस्ट न्यूज अपडेट पाई www.nowodisha.com को लॉगिन करंतु।